ଶ୍ରୋତା ବନ୍ଧୁ, ଭଗବତ ଗୀତାରେ ଆପଣମାନଙ୍କୁ ସ୍ୱାଗତ। ଅର୍ଜୁନ ଉବାଚ ଅଥୋ କେନ ପ୍ରଯୁକ୍ତୟଂ ପାପ ଚରତି ପୁରୁଷଃ ଅନିଚ୍ଛନପି ବାର୍ଷେୟ ବଳାବିଦ ନିୟୋଜିତଃ। ଅର୍ଜୁନ କହିଲେ, ହେ ବୃଷ୍ଟି ବଂଶଜ, ହେ ଶ୍ରୀକୃଷ୍ଣ, ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ତ୍ୱେ କେହି ବାଧ୍ୟ କଲା ପରି ପାପକର୍ମ କରିବାକୁ ପ୍ରେରିତ ହୋଇଥାଏ? ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ଯେ ଜଣେ ରାଗ ବା ଦ୍ୱେଷ ଦ୍ୱାରା ଅଭିଭୂତ ହେବା ଉଚିତ ନୁହେଁ। ଅର୍ଜୁନ ସେହିପରି ଏକ ପବିତ୍ର ଜୀବନ ଇଚ୍ଛା କରୁଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କର ଉପଦେଶ ପାଳନ କରିବାକୁ ନିଜକୁ ଅସମର୍ଥ ମନେ କରୁଛନ୍ତି। ତେଣୁ ସେ ଶ୍ରୀକୃଷ୍ଣଙ୍କୁ ଏପରି ଏକ ପ୍ରଶ୍ନ ପଚାରୁଛନ୍ତି ଯାହା ଅତ୍ୟନ୍ତ ବାସ୍ତବ ଅଟେ ଓ ମନୁଷ୍ୟର ଦ୍ୱନ୍ଦ୍ୱକୁ ପ୍ରତିଫଳିତ କରିଥାଏ। ସେ କହୁଛନ୍ତି, କେଉଁ ଶକ୍ତି ଏପରି ଏକ ଉଚ୍ଚ ଆଦର୍ଶକୁ ପ୍ରାପ୍ତ କରିବାରେ ବାଧା ଉତ୍ପନ୍ନ କରିଥାଏ? କିଏ ମନୁଷ୍ୟକୁ ଏହି ରାଗ ଏବଂ ଦ୍ୱେଷରେ ଅଭିଭୂତ କରାଇଥାଏ? ଆମ ସମସ୍ତଙ୍କର ଏକ ବିବେକ ଅଛି, ଯିଏ ପାପ କର୍ମ କରିବା ସମୟରେ ଆମ ମନରେ ଗ୍ଳାନି ଉତ୍ପନ୍ନ କରିଥାଏ। ବିବେକର ଉଦ୍ଭବ ଏହିଠାରୁ ହୋଇଥାଏ ଯେ ଭଗବାନ ସଦ୍ଗୁଣର ଭଣ୍ଡାର ଅଟନ୍ତି ଏବଂ ଆମେ ତାଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବାରୁ ସଦ୍ଗୁଣ ଓ ସଦାଚାର ପ୍ରତି ଆକର୍ଷିତ ହେବା ଆମର ଏକ ସହଜାତ ପ୍ରବୃତ୍ତି ଅଟେ। ସଦାଚାର, ଯାହାକି ଆତ୍ମାର ପ୍ରଭାବ ଅଟେ, ଆମର ବିବେକକୁ ଜାଗୃତି କରାଇଥାଏ। ସେଥିପାଇଁ ଆମେ ବାହାନା କରିପାରିବା ନାହିଁ ଯେ ଚୋରି କରିବା, ଠକିବା, ଅପମାନ କରିବା, ଅନ୍ୟାୟପୂର୍ବକ ଅର୍ଥ ଉପାର୍ଜନ କରିବା, ହତ୍ୟା କରିବା, ଅତ୍ୟାଚାର କରିବା ଓ ଦୁର୍ନୀତି ଆଦି ପାପକର୍ମ ବୋଲି ଆମେ ଜାଣିନଥିଲୁ। ଆମେ ସମସ୍ତେ ଜାଣିଥାଉ ଯେ ଇଏ ସବୁ ପାପକର୍ମ ଅଟେ। ତଥାପି କୌଣସି ଏକ ପ୍ରବଳ ଶକ୍ତି ଆମକୁ ପ୍ରେରିତ କଲା ପରି ଆମେ ଏହିସବୁ କର୍ମ କରିଥାଉ। ଏହି ବଳଶାଳୀ ଶକ୍ତିଟି କ'ଣ, ତାହା ଅର୍ଜୁନ ଜାଣିବାକୁ ଇଚ୍ଛା କରୁଛନ୍ତି। ଶ୍ରୋତା ବନ୍ଧୁ, ଏହି ଶ୍ଲୋକରେ ଆମେ ଜାଣିବା ପାଇଁ ପାଇଲୁ ଯେ ଅର୍ଜୁନ ଜାଣିବା ପାଇଁ ଚାହୁଁଛନ୍ତି, ଆମେ ଗୋଟେ ମଣିଷ ଇଚ୍ଛା ନଥିଲେ ବି କାହିଁକି ପାପକର୍ମ କରେ, ତାହାର କାରଣ କ'ଣ, ଏହି କଥା ସେ ଭଗବାନ କୃଷ୍ଣଙ୍କୁ ପଚାରୁଛନ୍ତି। ଅର୍ଜୁନଙ୍କ ଭଳି ଅନେକ ମଣିଷ ଏହି କଥା ଚିନ୍ତା କରନ୍ତି, ମଣିଷ ନ ଚାହିଁଲେ ମଧ୍ୟ କାହିଁକି ପାପକର୍ମ କରେ। ଏ କଥାଟି ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ। ତେଣୁ ଅର୍ଜୁନଙ୍କ ଜାଗାରେ ଥିବା କୋଟି କୋଟି ମଣିଷ ସମସ୍ତେ ଜାଣିବା ପାଇଁ ଚାହାନ୍ତି, ଏହାର ଉତ୍ତର କ'ଣ। ଏମିତି ଏକ ସମୟ ଆସେ, ମଣିଷ ଜାଣତରେ ହେଉ କି ଅଜାଣତରେ ହେଉ ପାପକର୍ମ କରିବା ପାଇଁ ବାଧ୍ୟ ହୁଏ। ତାର କାରଣ ମଣିଷକୁ ଦ୍ୱନ୍ଦ୍ୱରେ ପକାଉଛି ଏବଂ 5000 ବର୍ଷ ପୂର୍ବେ ଅର୍ଜୁନକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଥିଲା। ସେହି ପ୍ରଶ୍ନର ଉତ୍ତର ଅର୍ଜୁନ ଚାହୁଁଛନ୍ତି। ଶ୍ରୀ ଭଗବାନ ଉବାଚ କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଭବଃ ମହାସନ ମହାପାପମ୍ ବିଦ୍ଧେ ନମିହ ବୈରିଣମ୍। ଶ୍ରୀ ଭଗବାନ କହିଲେ, ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ। ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ। ବେଦରେ କାମ ଶବ୍ଦ କେବଳ ଯୌନ ଇଚ୍ଛାକୁ ବୁଝାଇ ନଥାଏ। ଆତ୍ମାର ଶାରୀରିକ ଅବଧାରଣର ଆଧାରରେ ଭୌତିକ ଆନନ୍ଦ ପ୍ରାପ୍ତ କରିବାର ସମସ୍ତ ପ୍ରକାର ଇଚ୍ଛା ଏହାର ଅନ୍ତର୍ଭୁକ୍ତ ଅଟେ। ତେଣୁ
କାମନା ଅନେକ ରୂପରେ ପ୍ରକାଶିତ ହୋଇଥାଏ। ଅର୍ଥ କାମନା, ଭୋଗ୍ୟ ବସ୍ତୁର କାମନା, ପ୍ରତିଷ୍ଠାର ଲାଳସା, କ୍ଷମତାର ଲାଳସା ଇତ୍ୟାଦି। ଭଗବତ ପ୍ରେମ ପ୍ରାପ୍ତ କରିବାର ଅଭିଳାଷ, ଯାହାକି ସବୁ ଜୀବଙ୍କର ସହଜାତ ପ୍ରଭାବ। ଏହି କାମନା ତାହାର ଏକ ବିକୃତ ରୂପ ଅଟେ। ଆତ୍ମା ଯେତେବେଳେ ଶରୀର ରୂପରେ ମାୟା ଶକ୍ତି ସହିତ ସମ୍ବନ୍ଧିତ ହୋଇଥାଏ, ଭଗବାନଙ୍କ ପ୍ରତି ଥିବା ତାର ଦିବ୍ୟ ପ୍ରେମ ରଜଗୁଣ ସଂସ୍ପର୍ଶରେ ଆସି କାମନାରେ ପରିଣତ ହୁଏ। ଯେହେତୁ ଦିବ୍ୟ ପ୍ରେମ ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ, ଭଗବାନ ଶ୍ରୀକୃଷ୍ଣ ସାଂସାରିକ ସୁଖଭୋଗର ଏହି କାମନାକୁ ପାପର କାରଣ ରୂପେ ଅଭିହିତ କରିଛନ୍ତି, ଯାହାକି ଆମ ଅନ୍ତରରେ ନିବାସ କରିଥିବା ସବୁଠାରୁ ହାନିକାରକ ଲାଳସା ଅଟେ। ମାଇକ ରଜଗୁଣର ସଂସ୍ପର୍ଶରେ ଆସି ଭ୍ରମବଶତଃ ଆତ୍ମା ଏପରି ମନେ କରିଥାଏ ଯେ ସାଂସାରିକ ବସ୍ତୁ ତାକୁ ସୁଖ ପ୍ରଦାନ କରିପାରିବ ଏବଂ ସେଥିପାଇଁ ସେ ସେଗୁଡ଼ିକ ପ୍ରାପ୍ତ କରିବାର କାମନା କରିଥାଏ। ଯେତେବେଳେ କାମନା ପୂର୍ଣ୍ଣ ହୁଏ, ତାହା ଲୋଭ ଉଦ୍ରେକ କରାଏ ଏବଂ ଯେତେବେଳେ କାମନା ପୂର୍ଣ୍ଣ ହୁଏ ନାହିଁ, ସେତେବେଳେ କ୍ରୋଧ ଉତ୍ପନ୍ନ ହୁଏ। କାମ, କ୍ରୋଧ, ଲୋଭ ଏହି ତିନି ଜଣଙ୍କର ପ୍ରଭାବରେ ବ୍ୟକ୍ତି ପାପ କରିଥାଏ। ଲୋଭ କାମନାର ଅତିଶୟତା ଅଟେ ଏବଂ କ୍ରୋଧ ଆଶା ଭଙ୍ଗ କାମନାର ରୂପ ଅଟେ। ସେଥିପାଇଁ କାମନା ବାସନାକୁ ଶ୍ରୀକୃଷ୍ଣ ସମସ୍ତ ପାପର ମୂଳ କାରଣ ରୂପେ ଅଭିହିତ କରିଛନ୍ତି। ଶ୍ରୋତାବନ୍ଧୁ, ଭଗବାନ ଏହି ଶ୍ଲୋକରେ ଅର୍ଜୁନଙ୍କର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ମଣିଷ ଅନିଚ୍ଛା ସତ୍ତ୍ୱେ ମଧ୍ୟ କାହିଁକି ପାପ କରେ? ତାର କାରଣ ହେଲା କାମନା। ଯଦି ମଣିଷର କାମନା ଅଧିକ ହୁଏ, କାମ କ୍ରୋଧ ଲୋଭରେ ସିଏ ପାପକର୍ମ କରିଚାଲେ ଏବଂ ସିଏ ସବୁକିଛି ଭୁଲିଯାଏ। ତେଣୁ ଭଗବାନ କହୁଛନ୍ତି, କାମନା ବାସନାରୁ ଯେତେ ଦୂରରେ ରହିବେ ମଣିଷ, ସେତେ ଖୁସିରେ ରହିବେ। ଏହି ଶ୍ଲୋକରୁ ଆମେ ଏହି ଶିକ୍ଷା ପାଇଲୁ ଯେ ମଣିଷ କାମ, କ୍ରୋଧ, ଲୋଭ ଏହି ତିନି ଜଣଙ୍କର ପ୍ରଭାବରେ ପାପ କର୍ମ କରିଥାଏ। ଯଦି ମଣିଷ ଏହି ତିନି ଜଣଙ୍କଠାରୁ ଦୂରରେ ରହିବ, ତାହେଲେ ତା ଜୀବନରେ ସବୁକିଛି ଉନ୍ନତି ହେବ ଏବଂ ତା ଜୀବନ ପୁଣ୍ୟ କର୍ମରେ ଆଗେଇ ଯିବ। କାମନା ହିଁ ସବୁ ପାପର ମୂଳ କାରଣ ଅଟେ। ଭଗବଦ୍ ଗୀତାର ଏହି ବାଣୀ ଭଗବାନଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ତେଣୁ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଭଗବାନଙ୍କର ବାଣୀ ହିସାବରେ ଆମେ ଯଦି କର୍ମ କରିବୁ, ତାହେଲେ ଆମ ଜୀବନ ମଧ୍ୟ ସୁଗନ୍ଧିତ ହୋଇଉଠିବ। ଭଗବାନ ପ୍ରତ୍ୟେକ ମଣିଷର ଦୁଃଖ ଦୁର୍ଦ୍ଦଶା 5000 ବର୍ଷ ପୂର୍ବେ ଦୂର କରିଛନ୍ତି ଏହି ଗୀତା ରୂପରେ। ଯେତେବେଳେ ମଣିଷ ଗୀତା ଶୁଣିବ, ତା ଜୀବନର କଷ୍ଟ ଦୂର ହେବ, ତା ଜୀବନର ରାସ୍ତା ତାକୁ ମିଳିଯିବ। ତେଣୁ ଶ୍ରୋତାବନ୍ଧୁ, ଆପଣଙ୍କୁ ଅନୁରୋଧ, ପ୍ରତ୍ୟେକ ଦିନ ଭଗବଦ୍ ଗୀତାର କୌଣସି ଗୋଟିଏ ଶ୍ଲୋକ ଶୁଣନ୍ତୁ। ଆପଣଙ୍କ ଜୀବନ ଆନନ୍ଦରେ ଭରିଯିବ। ହରେ କୃଷ୍ଣ। ମାଧବ ଆପଣଙ୍କର ମଙ୍ଗଳ କରନ୍ତୁ।